ଏ ଶବ୍ଦର ଏକାଧିକ ଅର୍ଥ ଜାଣିବା। ତ ଅର୍ଥ ମାନେ କ'ଣ? ଧନ, ମୁଦ୍ରା, ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ, ପ୍ରୟୋଜନ। ଅଙ୍କ ମାନେ ସଂଖ୍ୟା, କୋଳ, ବର୍ଷ, ଚିହ୍ନ, ନାଟକର ବିଭାଗକୁ ବି ଅଙ୍କ ବୋଲି କୁହାଯାଏ। ଅଜା ମାନେ ମାତାମହ, ମାନେ ମାଆଙ୍କ ବାପା, ଆଉ ମାଇ ଛେଳିକୁ ବି ଅଜା କୁହାଯାଏ। କଟକ ହେଲା ରାଜଧାନୀ, ଗୋଟେ ହେଲା କଟକକୁ ବୁଝେଇବ ରାଜଧାନୀ, ଆଉ ଗୋଟେ ଦୁର୍ଗ, ଗୋଟେ ନଗର, ଆଉ ଗୋଟେ ଶିବିର। କର ମାନେ ହାତକୁ ବୁଝେଇବ, ରାଜସ୍ୱ, କିରଣକୁ ବି ବୁଝେଇବ। କାନ୍ତ ମାନେ ସ୍ୱାମୀ, କମନୀୟ, ପ୍ରିୟ କିମ୍ବା ପତିକୁ ବୁଝେଇବ। ଘନ ହେଲା ମେଘ, ନିବିଡ଼ ଆଉ ବିହୋଳକୁ ବି ବୁଝେଇବ। ଚକ୍ରୀ ମାନେ କୁମ୍ଭକାର କିମ୍ବା ସମ୍ରାଟ। ଶ୍ରୀକୃଷ୍ଣ କୂଟ ମନ୍ତ୍ରଣାକାରୀ, ତାକୁ ଚକ୍ରୀ ବି ବୋଲି କୁହାଯାଏ। କୂଟ ମନ୍ତ୍ରଣାକାରୀ, ଯେମିତି ମନ୍ଥରା ଥିଲା। ଜୀବନ ହେଲା ପ୍ରାଣ କିମ୍ବା ଜଳକୁ ବୁଝେଇବ। ତରଣୀ ନୌକା, ସୂର୍ଯ୍ୟକୁ ବି ବୁଝେଇବ। ଦ୍ୱିଜ ପକ୍ଷୀ, ବ୍ରାହ୍ମଣ କିମ୍ବା ଦନ୍ତକୁ ବୁଝେଇବ। ଧୀର ପଣ୍ଡିତ କିମ୍ବା ଧୈର୍ଯ୍ୟଶୀଳକୁ କୁହାଯାଏ। ଧୀର ନନ୍ଦନ ହେଲା ପୁତ୍ର, ଇନ୍ଦ୍ରଙ୍କ ଉଦ୍ୟାନକୁ ବି ନନ୍ଦନ ବୋଲି କୁହାଯାଏ। ବର ମାନେ ଆଶୀର୍ବାଦ, ଆଉ ଗୋଟେ ବର ହେଲା ବିବାହ ହେଉଥିବା ପୁରୁଷ ଯେଉଁ ବର, ଆଉ ଗୋଟେ ସ୍ୱାମୀ, ଆଉ ଗୋଟେ ବର ଗଛ। ବିଗ୍ରହ ମାନେ ମୂର୍ତ୍ତି, ଶରୀର କିମ୍ବା ଯୁଦ୍ଧକୁ ବି ବୁଝେଇବ। ଭୂତ ମାନେ ଅତୀତ କିମ୍ବା ପ୍ରେତାତ୍ମାକୁ ଭୂତ କୁହାଯାଏ। ମିତଙ୍ଗ ହେଲା ହସ୍ତି, ମଦ୍ୟପ କିମ୍ବା ବାତୁଳ। ଯଶ ହେଲା ସୁଖ୍ୟାତି, ପାଣ୍ଡିତ୍ୟ କିମ୍ବା ପ୍ରଶଂସା। ତାପରେ ରଙ୍ଗ ହେଲା କ'ଣ? ବର୍ଣ୍ଣ, ଅଭିନୟ, କୌତୁକ କିମ୍ବା ପରିହାସ। ଲାବଣ୍ୟ ହେଲା ସୌନ୍ଦର୍ଯ୍ୟ, କାନ୍ତି ଆଉ କୋମଳ। ସୁଧା ହେଲା ଅମୃତ, ପୀୟୁଷ ଆଉ ଅମୀୟ। ସିଥି ମାନେ ମୟୂର, ପର୍ବତ ଆଉ ଶିର। ହରି ହେଲା ବାନର, ସର୍ପ, ଭେକ, ସିଂହ, ଘୋଟକ, ଶୁକ ପକ୍ଷୀ, ବିଷ୍ଣୁ, ଚନ୍ଦ୍ର କିମ୍ବା ଯମକୁ ବୁଝେଇବ।